ପୁଅ କାମ କରିବାକୁ ଯାଉଥାଏ, ମିସ୍ତ୍ରୀ କାମ, ଘର କାମ, ମାନେ ବିଲ୍ଡିଂ କାମ କରୁଥାଏ। ପୁଅ କେବେ ଦିନେ ଗାଡି ଚଲେଇବାକୁ କେବେ ଡାକିଲେ ହେଲେ ଯାଉଥାଏ ନା, ଆଉ କତ ଡାକିକି ନେଲାଗୁରୁ ସେଠେ ପଚାରିଲେ ତୁ ଗାଡି ଚଲଉ ଆମର, କହିଲାକୁ ସିଏ ପରା ମନା କଲା, ଗଞ୍ଜେଇ ଗାଡି ମନା କଲା ଗୁରୁ ବାବୁ ତାକୁ ପିଲାକୁ କଣ କଲେ, ସିଗରେଟ ଲଗେଇଲେ ତା ଦେହରେ। ହେଲେ ମଣିଷ ଜୀବନରେ ସିଗରେଟ ଲଗେଇଲେ ବାବୁ ସିଏ ବଞ୍ଚିବ? ସିଗରେଟ ଲଗେଇଲେ, ତାପରେ ଖଣ୍ଡା କାଟି ଦେଖେଇଲେ, ତାପରେ ରକ୍ତ ଦନିଆ ହେଇକିରି ପୁଅ ଆସିଲା 2 ଦିନ 3 ଦିନ ପରେ। ହଇରେ କଣ ଇଞ୍ଜର ହେଇଥିରେ ନା ମତେ ଡାକିକିରି ବାଡେଇଲେ। ହେଲେ କାର ଭୁଲ କରିଥିଲୁ, କଣ କରିଥିଲୁ ରେ ବେଲାରୁ ପୁଅ କହିଲା ଯେ ମୁଁ ତାକୁ କିଛି କହିନି, ମତେ କଣ ପାଇଁ ବାଡେଇଲେ ମୁଁ ଏଟା ହେଲେ କିଛି ଜାଣିନି। ପୁଅ ଆଜ୍ଞା କୋଉଠି ଅଛି ଏଟା କିଛି ନାହିଁ, ସେ ଖାଲି ଡରରେ କୋଉଠି ଯାଇକି ରହୁଛି। ଆମେ ବିଲକୁଲ ତାର କଥା ଖବର କିଛି ପାଇପାରୁନୁ। ଆଜ୍ଞା ତାର ତ ହାତର ସରପଞ୍ଚ, ତାର ତ ତାଙ୍କେ ତ ଗୁଣ୍ଡା ବଦମାସି, ତାଙ୍କେ ତ ସବୁ। ଆମେ କାହିଁ ଆମର ଅନ୍ଧ ତ ମୋର ଘରେ ତ ପୁଅ ଦେଖୁଛ ତ ପ୍ରକାର ଅନ୍ଧର ନଉଡି 2ଟା ପୁଅ। ତାର ପୁଅ ବଡ ପୁଅ ଜମା କିଛି ସିଏ ସୁନା ଦେଖ ଅଫିସ ଯେ କିଏ ଭାଇ କେମିତି ହେଲାନି ବୋଲି ହେଲେ ସିଏ ଜମା ଜାଣିନି। ଆଉ ଆମେ ଯେ ମା ଲୋକ ବୋଲିକିରି ଖୋଜିକିରି କହୁଛୁ, ପୁଅ ଯଦି ପଳେଇବ ସଂସାର ମୁଁ ଆଉ ହେଇକିରି ଲାଭ କଣ ରଖିକିରି, ସେମାନଙ୍କ ତ ଲାଭ ଆଉ ନାଗି ପାରୁନି ବାବୁ। 20-25 ଦିନ ହବ ତାକୁ ଡାକିକିରି ନେଇକିରି ପିଲାକୁ ଘର ଭିତରେ ମାରିଦେଲେ। ଘର ଭିତରେ ମାରିକିରି ତାକୁ ଚାଲ କାଚ ଦେଖେଇଲେ, ମାରିକି ପିଟାପିଟି କଲେ। 2-3 ଦିନ ରଖି ପାଣି ଦେଇକି ରଖିଲେ। ସେ ପିଲା 2-3 ଦିନ ତାରୁ ଆସି ବଞ୍ଚିକିରି କଣ ହେଲା ବାପା ଏଇ ଅବସ୍ଥା, ନହେଲେ କିଛି କଣ କହିବି, ମୁଁ ଆଉ କିଛି କହିନି। ଆଉ ମୁଁ ତ ମରିଯିଗଲା, ମରିଛି ମରିଯିବି, କାହାର କଣ ଖାଇଛ ନା ଆମେ ନଷ୍ଟ କରିଛେ, ତାର ଆମେ ଖାଇନେ ନା କଣ ଯୋଉ ଧର୍ମ ଭଲ ଅଛି ଯାହା ହବ ହବ। ହାତ ଗୋଡ ଆଜ୍ଞା ସବୁ ମୁଣ୍ଡ ଫୁଣ୍ଡ ସବୁ ମାଡ ହେଇଛି, ସବୁ ଝିଅ ମାନେ ସବୁ ଫୁଟୁକା ହେଇଛି ସିଗରେଟ ମାରି। ବାପା ସେ କଥା ମୁଁ କିଛି କହିପାରିବିନି। ଘରକୁ ଆସିଥିଲେ? ହଁ ଆସିଥିଲେ। ଏବେ ଆସି କେବେ କେମିତି ଆସି ଯାଉଛି ପଳଉଛି। ମୋବାଇଲ ଫୋବାଇଲ ତାର କିଛି ନାହିଁ, ଭାଙ୍ଗି ଦେଇଛି ତ ମୋବାଇଲ ଫୋବାଇଲ। ଏବେ କେତେ ଦିନ ହେଲା ଘରକୁ ଆସିନାହାନ୍ତି? ଭାଇର 2-3 ଦିନ 4 ଦିନ ଆଇନି। ନାଇଁ ଆମେ କିଛି ଜଣେ କଣ ଜଣୁ ଆଜ୍ଞା, ଆମର ଧନ ଅଛି, ଆମର କିଛି ଅଛି ଆଜ୍ଞା, ଆମର କିଛି ନାହିଁ। ମୁଁ ଧରିବୁ ହେଲେ ଆଜ୍ଞା ଥାନାରେ ଜଣେଇଲେ ମୋ ଥିଲି ତ ସାହସ କରିପାରି ଆଜ୍ଞା। ଆମ ସ୍ୱାମୀ କି ଡାକିଲେ ଗାଡି ଚଲେଇବାକୁ, ଟ୍ରକରେ ଗଞ୍ଜେଇ ଅଛି। ସେ କହିଲେ ବେପାର କରି ଗଞ୍ଜେଇ ଗାଡି ସେ କହିଲା ନାଇଁ ମୋ ଫ୍ୟାମିଲି ଅଛି, ମୁଁ ଚଲେଇବି ନାହିଁ। ଏମିତି କହିଲେ ଡାକି ନେଲେ, ଡାକି ନେଇ ରଖିଲେ। 2 ଦିନ କାଳ ପାଣି ପିଇବା ପାଇଁ ବାଡୁଛନ୍ତି, ମୋବାଇଲ ସବୁ ଭାଙ୍ଗିକିରି ହାତ ଗୋଟେ ଗିନିଆ କରି ଏକାନି ଦିନକୁ ବାଡୁଛନ୍ତି, ଏକାନି 8 ଲୋକ ଜଗିଛନ୍ତି ଖଣ୍ଡା କାଟି ଧରିକିରି। ଆଉ କହୁଛନ୍ତି ଯେ ତମେ ଯଦି କେସ୍ କରି କହିବ ଯଦି ଜୀବନ ମାରିଦେବୁ, ତମ ଫ୍ୟାମିଲିକୁ କେହି ନେବୁ ବୋଲି କହୁଛନ୍ତି। ବାଟ ଚଲେଇ ଦଉନାହାନ୍ତି। ଆଉ ଏବେ ମଧ୍ୟ ଫୋନ କରି ମଝିରେ କହୁଛନ୍ତି ଯେ ଆଉ ତୁ ଏଇଠୁ ଆସିବୁ, ନହେଲେ ତତେ ଆଉ ଜୀବନ ମାରିଦେବୁ, ତ ଘରକୁ ନେଇଯିବୁ ବୋଲି କହୁଛନ୍ତି। ଏବେ ସପ୍ତାହ ହେଲା ନାହାନ୍ତି, 25-20 ଦିନ ହବ। ଆଜ୍ଞା ସ୍ୱାମୀ ଆମେ ଜାଣିନୁ, ଆପଣ ଆମକୁ ସ୍ୱାମୀ ଫେରେଇ ଆଣ, ଆମକୁ ନିଆ ଦରକାର, ଆଉ ସୁରକ୍ଷିତ ଦରକାର। ନାଇଁ କଣ୍ଟାକ୍ଟ ନାଇଁ, ମୋବାଇଲ ଭାଙ୍ଗି ଦେଇଛନ୍ତି, ସିମ୍ ତାଙ୍କେ ନେଇ ଯାଇଛନ୍ତି। ମୋବାଇଲ ଆଣିଥିଲେ 12 ଦିନ ଆଣିଥିଲେ, ହାତ ଗୋଡ ସବୁ ବାଡେଇ ସବୁ ଏତା କରିଛି, ମୁଣ୍ଡ ଫଟେଇ ଦେଇଥିଲେ। ଥାନାରେ ନାଇଁ, ଥାନାରେ ଜଣେଇବେ ଯଦି କାହାକୁ କହିବ ତାହେଲେ ଜୀବନ ମାରିଦେବେ ବୋଲି କହୁଛନ୍ତି। ଏଠି ଖାଉ ଖତର ଆମ ଗାଁରୁ ଜଣେ ନେଇଛନ୍ତି। ହଁ ଫୋନ କରିଥିଲେ, ଆଜି ଆସିବ ବୋଲି କହିଥିଲେ। ନ ଆସିବୁ ଆଉ ତ ଜୀବନ ମାରିଦେବୁ ବୋଲି କହୁଛନ୍ତି। ନାଇଁ ସ୍ୱାମୀ ସହିତ କଥା ହେଇନି। ନାଇଁ କୋଉଠି ଅଛନ୍ତି ଆମେ ଜାଣିନୁ ମଧ୍ୟ, ତାଙ୍କୁ କୋଉଠି ଅଛନ୍ତି। ଆମ ସ୍ୱାମୀ ଆମକୁ ଫେରେଇ ଦିଅ, ଆମକୁ ନିଆ ଦରକାର, ସୁରକ୍ଷିତ ଦରକାର। ଯୁଆଡେ ଗଲେ ଆଉ ତମକୁ ମାରିଦେବୁ ବୋଲି କହୁଛନ୍ତି। ସ୍ୱାମୀ ଏଟା ମିସ୍ତ୍ରୀ କାମ କରୁଥିଲେ, ଗାଡି ଚଲାଉଛି, କୋଉ କାମ କିଣି କରୁଛନ୍ତି, ସବୁ କାମ ଆଉଛି ଯେ। ସେ କହିଲା ନାଇଁ ମୁଁ ଗାଡି ଚଲେଇବାକୁ ଯିବି ନାହିଁ, ଏମିତି କହିଲା ନେଇକି ବାହାରିଛନ୍ତି ତାକୁ।